ଶତ୍ରୁ ଠାରୁ ବି ଭୟଙ୍କର କିଏ? ମନ ଦେଇ ଶୁଣନ୍ତୁ, ଶତ୍ରୁ ଭୟଙ୍କର, ପ୍ରକୃତ ଶତ୍ରୁ ଯିଏ। ତେଣୁ ଶତ୍ରୁ ଠାରୁ ଭୟଙ୍କର କିଏ କହେନି, ଶତ୍ରୁ ଠାରୁ ବି ଭୟଙ୍କର କିଏ? ଭାବନ୍ତୁ ତ, ଆପଣଙ୍କ ପରିବାରରେ ହେଉ କିମ୍ବା ଆପଣଙ୍କର ସମ୍ପର୍କ ଭିତରେ ହେଉ କିମ୍ବା ସମ୍ପର୍କୀୟମାନଙ୍କ ସମ୍ପର୍କ ଭିତରେ ହେଉ, ଜାଣିପାରିବେନି। ସେମାନଙ୍କ ଭିତରୁ ପ୍ରାୟ ପ୍ରତି ପରିବାରରେ ଏମିତି ଜଣେ ଜଣେ ଈର୍ଷାଳୁ ବ୍ୟକ୍ତି ଥାନ୍ତି। ଆପଣଙ୍କର ଟିକେ ବି ଖୁସି ଦେଖିପାରନ୍ତିନି, କିନ୍ତୁ ଆପଣଙ୍କ ମୁହଁରେ ସ୍ମାଇଲ୍ କରିଥାନ୍ତି। ସବୁବେଳେ ଚେଷ୍ଟା କରିଥାନ୍ତି କେମିତି ପରିବାରରେ ଗଣ୍ଡଗୋଳ ହେବ, ଅଶାନ୍ତି ହେବ, କରନ୍ତି ବି। କେଜଣ ତ ବୁଢ଼ା ହେବା ପର୍ଯ୍ୟନ୍ତ ଜାଣିପାରନ୍ତିନି ଇଏ ହିଁ ମୋର ପ୍ରକୃତ ଶତ୍ରୁ ଥିଲା। ପରିବାରରେ ଏମିତି ଜଣେ ଜଣେ ଥାନ୍ତି, ପରିବାର ବ୍ୟକ୍ତି ହେଉ କିମ୍ବା ନିକଟ ସମ୍ପର୍କୀୟ ହେଉ, ସେମାନଙ୍କ ଭିତରେ ଏକରୁ ଅଧିକ ଥିବେ, କିନ୍ତୁ ଏମିତି ଜଣେ ଜଣେ ଥାନ୍ତି ଈର୍ଷାଳୁ ବ୍ୟକ୍ତି, ସେମାନେ ଶତ୍ରୁ ଠାରୁ ବି ବହୁତ ଅଧିକ ଭୟଙ୍କର। କେୟାରଫୁଲି ଆମେ ଯଦି ଷ୍ଟଡି କରିବା, ଅନ୍ତରାତ୍ମାକୁ ପଚାରିବା, ବିଶ୍ଳେଷଣ କରିବା, ଜାଣିପାରିବା।